Hello everyone, welcome back to our channel. Let's see 5th semester Odia Honors Code 12 Unit 1 ର ଗୋଟେ ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ୱିଥ୍ ଆନ୍ସର୍ ଡିସ୍କସନ୍ କରିବା। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଅଲରେଡ଼ି କିଛିଟା ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ୱିଥ୍ ଆନ୍ସର୍ ପ୍ରୋଭାଇଡ଼ ହେଇସାରିଲାଣି, ଯେଉଁମାନେ ବି ଦେଖିନ ପ୍ଲେଲିଷ୍ଟ ଚେକ୍ କରିକି ଦେଖିପାରିବ। ଆଉ ଯଦି ପ୍ରଥମ କରିକି ଆମ ଚ୍ୟାନେଲକୁ ଆସିଛ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବନି। ଚାଲ ଦେଖିବା କ୍ୱେଶ୍ଚନ୍ କ'ଣ ଅଛି। କ୍ୱେଶ୍ଚନ୍ ଅଛି ପ୍ରବାଦ ଓ ପ୍ରବଚନର ସଂଜ୍ଞା ନିରୂପଣ କରି ଏହି ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟ ଉଦାହରଣ ସହ ସ୍ପଷ୍ଟ କର। ପ୍ରବାଦ ଆଉ ପ୍ରବଚନ ସଂଜ୍ଞା ଦେବା ସହିତ ତା ଭିତରେ କ'ଣ ପାର୍ଥକ୍ୟ ଅଛି ପ୍ରବାଦ ଓ ପ୍ରବଚନ ଭିତରେ, ଆଉ ଉଦାହରଣ ସହିତ ଲେଖିବା ପାଇଁ ମଧ୍ୟ କୁହାଯାଇଛି। ଓକେ, ଫାର୍ଷ୍ଟ ଆମେ ଦେଖିବା ଷ୍ଟ୍ରକ୍ଚର। ମୁଁ କହିଥିଲି ଫାର୍ଷ୍ଟ କ୍ଲାସ୍ରୁ କହିଛି ଇଣ୍ଟ୍ରୋଡକ୍ସନ୍, ବଡି ପାର୍ଟସ୍, କନକ୍ଲୁଜନ୍, ଦେନ୍ ଏଇଟା ଆସିବ ଆମର କ'ଣ ନା ଇଣ୍ଟ୍ରୋଡକ୍ସନ୍। ପ୍ରବାଦ ଓ ପ୍ରବଚନ ହେଉଛି ଓଡ଼ିଆ ଲୋକ ସାହିତ୍ୟର ଦୁଇଟି ଅମୂଲ୍ୟ ସମ୍ପଦ, ଯାହା ମାନବ ସମାଜର ଦୀର୍ଘ ଦିନ ଅଭିଜ୍ଞତା ଓ ଜୀବନ ଦର୍ଶନକୁ ସଂକ୍ଷେପରେ ପ୍ରକାଶ କରିଥାଏ। ସାଧାରଣତଃ ଏହି ଦୁଇଟିକୁ ଏକ ମନେ କରା ଲାଗେ ମଧ୍ୟ ଏମାନଙ୍କ ମଧ୍ୟରେ ସୂକ୍ଷ୍ମ ଗଠନମୂଳକ ଓ ଭାବଗତ ପାର୍ଥକ୍ୟ ରହିଛି। କ'ଣ କୁହାଗଲା ନା ପ୍ରବାଦ ଓ ପ୍ରବଚନ ହେଉଛି ଓଡ଼ିଆ ଲୋକ ସାହିତ୍ୟର ଦୁଇଟି ଅମୂଲ୍ୟ ସମ୍ପଦ, ଯେଉଁଟାକି ମାନବ ସମାଜ ଦୀର୍ଘ ଦିନ ଅଭିଜ୍ଞତା, ଦୀର୍ଘ ଦିନ ଏକ୍ସପିରିଏନ୍ସ ଆଉ ଜୀବନ ଦର୍ଶନକୁ ସଂକ୍ଷେପରେ ପ୍ରକାଶ କରିଥାଏ, ବା ଜୀବନ ଦର୍ଶନକୁ କ'ଣ ସର୍ଟଲି ପ୍ରକାଶ କରିଥାଏ। ସାଧାରଣତଃ ଏଇ ଯେଉଁ ଦୁଇଟି ରହିଲା ପ୍ରବାଦ ଆଉ ପ୍ରବଚନ, ଏ ଦୁଇଟିକୁ ମନେ କରାଗଲେ ହେଲା, ଏଇ ଦୁଇଟିକୁ ଏକ ମନେ କରାଗଲେ ମଧ୍ୟ ଏମାନଙ୍କ ମଧ୍ୟରେ ସୂକ୍ଷ୍ମ ପାର୍ଥକ୍ୟ ରହିଛି, ସୂକ୍ଷ୍ମ ଗଠନମୂଳକ ପାର୍ଥକ୍ୟ ରହିଛି ଆଉ ଭାବଗତ ପାର୍ଥକ୍ୟ ମଧ୍ୟ ରହିଛି। ଇଣ୍ଟ୍ରୋଡକ୍ସନ୍ ଆମର ସରିଲା, ଦେନ୍ ଆମେ ଆସିଯିବା ବଡି ପାର୍ଟସ୍କୁ। ଫାର୍ଷ୍ଟ ଆସିଲା ପ୍ରବାଦର ସଂଜ୍ଞା ହେଲା। ପ୍ରବାଦ ଡେଫିନେସନ୍ କ'ଣ ନା ପ୍ରବାଦ ଶବ୍ଦଟି ପ୍ରପୂର୍ବକ ବଦ୍ ଧାତୁର ସୃଷ୍ଟି। ମନେ ରଖିବ, 1 ମାର୍କ କ୍ୱେଶ୍ଚନ୍ ମଧ୍ୟ ପଚାରିଦେବ ଯେ ପ୍ରବାଦ ଶବ୍ଦଟି କେଉଁ ଧାତୁର ସୃଷ୍ଟି ନା ପ୍ରପୂର୍ବକ ବଦ୍ ଧାତୁ, ଯାହାର ଅର୍ଥ ହେଉଛି ବିଶେଷ ଭାବରେ କଥିତ ବା ଜନଶ୍ରୁତି ହେଲା। ପରମ୍ପରା କ୍ରମେ ଲୋକ ମୁଖରେ ଚଳି ଆସୁଥିବା ସମାଜର ବହୁଦର୍ଶିତା ଓ ଗଭୀର ଅଭିଜ୍ଞତାପୂର୍ଣ୍ଣ ସଂକ୍ଷିପ୍ତ ଉକ୍ତିକୁ ପ୍ରବାଦ କୁହାଯାଏ। ପ୍ରବାଦ କାହାକୁ କୁହାଯାଏ ନା ପରମ୍ପରା କ୍ରମେ, ଇତିହାସ କ୍ରମେ ଲୋକଙ୍କ ମୁଖରୁ ଚଳି ଆସୁଥିବା ସମାଜର ବହୁଦର୍ଶିତା ଆଉ ଗଭୀର ଅଭିଜ୍ଞତାପୂର୍ଣ୍ଣ ସଂକ୍ଷିପ୍ତ ଉକ୍ତିକୁ ପ୍ରବାଦ ବୋଲି କୁହାଯାଇଥାଏ। ତାର ବିଶେଷତ୍ୱ କ'ଣ ନା ଏହା ବ୍ୟଞ୍ଜନାଧର୍ମୀ, ରୂପାତ୍ମକ ଏବଂ ଏଥିରେ ଗୋଟିଏ ପ୍ରଚ୍ଛନ୍ନ ଗପ ବା ଐତିହାସିକ ପୃଷ୍ଠଭୂମି ଲୁଚି ରହିଥାଏ। ପ୍ରବାଦ କ'ଣ ହେଇଥାଏ ନା ଗୋଟିଏ ପ୍ରଚ୍ଛନ୍ନ ଗପ ରହିଥାଏ ବା ଐତିହାସିକ ପୃଷ୍ଠଭୂମି କ'ଣ ହେଇଥାଏ ନା ଲୁଚିକି ରହିଥାଏ। ଦେନ୍ ଆସିଲା ଉଦାହରଣ, ଏକ୍ସାମ୍ପଲ୍, ଗାଈ ନ ମାତିଲେ ବଳଦ ମାତିବେ କେତେ, କିମ୍ବା ଅଲଣା ଶାକରେ ଦୋଷ ରାନ୍ଧି ନ ଜାଣିଲେ ଭାରିଯା ତୋଷ ହେଲା। ଏଇଟା ହେଲା, ଏ ଦୁଇଟା ହେଲା ନା ପ୍ରବାଦର ଉଦାହରଣ, ଏକ୍ସାମ୍ପଲ୍ ଏ ଦୁଇଟା ହେଲା। ଇଏ ଗୋଟେ, ଦେନ୍ ଆସିଲା ଇଏ ଗୋଟେ, ବୁଝିଲେ। ଦେନ୍ ନେକ୍ସଟ ଆସିଲା ପ୍ରବଚନ ସଂଜ୍ଞା। ପ୍ରବଚନ ଡେଫିନେସନ୍ କ'ଣ ନା ପ୍ରବଚନ ଶବ୍ଦଟି ପ୍ରପୂର୍ବକ ବଚ୍ ଧାତୁ, ସେଟା ବଦ୍ ଧାତୁ, କୋଉଟା ନା ପ୍ରବାଦ, ଆଉ ପ୍ରବଚନ ହେଉଛି ବଚ୍ ଧାତୁରୁ ଗଠିତ, ଯାହାର ଅର୍ଥ ହେଉଛି ଉତ୍କୃଷ୍ଟ ବଚନ ବା ନୀତିବାଣୀ। ପ୍ରବାଦର ଅର୍ଥ କ'ଣ ଥିଲା ନା ଜନଶ୍ରୁତି ଥିଲା, କଥିତ ଥିଲା, କିନ୍ତୁ ପ୍ରବଚନ ଅର୍ଥ କ'ଣ ନା ଉତ୍କୃଷ୍ଟ ବଚନ ବା ନୀତିବାଣୀ। ବୁଝିଗଲା। ଯେଉଁ ଉକ୍ତି ଗୁଡ଼ିକ ସମାଜକୁ ନୈତିକ ଶିକ୍ଷା, ସତ୍ୟ ଏବଂ ସାଧୁତା ମାର୍ଗରେ ଚାଲିବାକୁ ପ୍ରେରଣା ଦିଏ, ସେଗୁଡ଼ିକୁ ପ୍ରବଚନ କୁହାଯାଏ। ପ୍ରବଚନ କାହାକୁ କୁହାଯାଇଥାଏ? ପରଫେକ୍ଟ ସଂଜ୍ଞା କ'ଣ? ଯେଉଁ ଉକ୍ତି ଗୁଡ଼ିକ ସମାଜକୁ ବା ମନୁଷ୍ୟ ଜୀବନକୁ ନୈତିକ ଶିକ୍ଷା, ସତ୍ୟ ଆଉ ସାଧୁତା ମାର୍ଗରେ ଚାଲିବାକୁ ପ୍ରେରଣା ପ୍ରଦାନ କରିଥାଏ, ତାହାକୁ ପ୍ରବଚନ ବୋଲି କୁହାଯାଇଥାଏ। ଆର ବିଶେଷତ୍ୱ କ'ଣ ରହିଲା ନା ଏହା ସାଧାରଣତଃ ସରଳ, ସ୍ପଷ୍ଟ ଏବଂ ନୀତି ଶିକ୍ଷାମୂଳକ ହୋଇଥାଏ। ବୁଝିଲା, ପ୍ରବଚନର ବିଶେଷତ୍ୱ କ'ଣ ନା ଏଇଟା ସରଳ ହୋଇଥାଏ, ପ୍ରବଚନଟି ସ୍ପଷ୍ଟ ହୋଇଥାଏ ଆଉ ନୀତି ଶିକ୍ଷାମୂଳକ ମଧ୍ୟ ହୋଇଥାଏ। ଏଥିରେ କୌଣସି ପ୍ରଚ୍ଛନ୍ନ କାହାଣୀ ନଥାଇ ସିଧାସଳଖ ଜୀବନର ସତ୍ୟ ପ୍ରକାଶ ପାଇଥାଏ ହେଲା। ଏଥିରେ ବା ପ୍ରବଚନରେ କୌଣସି ପ୍ରକାର ପ୍ରଚ୍ଛନ୍ନ କାହାଣୀ ନଥାଏ, ସିଧାସଳଖ ଭାବେ ଜୀବନର ଯାହା ସବୁ ସତ୍ୟ ରହିଛି, ସତ୍ୟ ପ୍ରକାଶ ପାଇଥାଏ। ଉଦାହରଣ କ'ଣ ଆସିଲା ଦେଖିବା। ଉଦାହରଣ ଆସିଲା ଅତି ଭକ୍ତି ଚୋର ଲକ୍ଷଣ କିମ୍ବା ଧର୍ମର ଜୟ ପାପର କ୍ଷୟ ହେଲା।
ये दीटा रहा कौन ना प्रवचन उक्ति दीटा है दीटा रहा एग्जांपल जोटा भी तुम लिखिपार। देन नेक्स्ट आसला प्रवाद आउ प्रवचन मध्य दियो पार्थक्य। मूल उद्देश्य अनुसार प्रवाद आउ प्रवचन मध्य कौन पार्थक्य रहा। प्रवाद सामाजिक अभिज्ञता और व्यंग को प्रकाश करे। प्रवचन मुख्यतः नैतिक शिक्षा और सत्य प्रदान करते। नेक्स्ट आसला प्रकाश शैली। प्रकाश शैली अनुसार प्रवाद और प्रवचन कौन ना प्रवाद परोक्ष रूपात्मक और व्यंजनात्मक भित्तिक। प्रवचन है प्रत्यक्ष सरल आउ अभिधा भित्तिक बा सीधा सड़क। प्रवादटी है परोक्ष, प्रवचन है प्रत्यक्ष। नेक्स्ट अच्छे पृष्ठभूमि। प्रवाद पछरे एक लोककथा बा कहानी थाए। प्रवचन पछरे कौन सी निर्दिष्ट कहानी न थाए। नेक्स्ट आसला प्रयोग क्षेत्र। आंचलिक और लोकजीवन सहित अधिक जड़ित। प्रवादटी क्या सहित जड़ित ना आंचलिक और लोकजीवन सहित अधिक जड़ित। सार्वजन और सर्वकालीन सत्य उपर आधारित किए ना प्रवचन। नेक्स्ट आसला प्रकृति। प्रवाद वास्तववादी और समाज चित्रधर्मी। प्रवचन हूँ आदर्शवादी और नीतिनिष्ठ। आसला उदाहरण स्पष्टीकरण। प्रवादर उदाहरण देख ऊपर वाला कोठा घर तल वाला को गोबर चिंता। स्पष्टीकरण कौन ना यही उक्ति समाज धनी और गरीब श्रेणी मध्य वैषम्य को एक रूपक माध्यम प्रकाश कर। जो रहा उक्ति ऊपर वाला कोठा घर तल वाला को गोबर चिंता ये जो उक्ति रहा समाज धनी और गरीब श्रेणी मध्य वैषम्य को ना धनी लोक निज विलास वैषण व्यस्त थिबा बेले गरीब निज मौलिक आवश्यकता चिंतित थाए। जन लोक मैंने कौन कहते निजर जो पैसा संपत्ति पत्र व्यस्त रहा बेले गरीब लोक ना निजर जो मौलिक आवश्यकता रही खाद्य वस्त्र से एसबू ही सब चिंतित रही था। एठारे सीधा सड़क नीति शिक्षा न था सामाजिक वास्तवतार व्यंगात्मक चित्र रही। जो उक्ति रही उक्ति कौन रही ना सीधा सड़क नीति शिक्षा ना किंतु सामाजिक वास्तवतार व्यंगात्मक चित्र रही। आसला प्रवचन उदाहरण। प्रवचन उदाहरण कौन ना लोभ ही पापर कारण पाप ही मृत्युर कारण। लोभ हूँ पापर कारण पाप हूँ कौन मृत्युर कारण। स्पष्टीकरण देखिए यही उक्ति कौन प्रच्छन्न रूपक बा कहानी ना यह सीधा सड़क मनीष को लोभ ठार दूरे रही एक नैतिक चेतावनी देउछि। यही उक्ति कौन कर सीधा सड़क भाव मनीष को कौन ना चेतावनी दौर लोभठू दूरे रही यह सर्वकालीन एवं सार्वजनीन सत्य। चलो आम निष्कर्ष देखा कनक्लूजन। संक्षेप में कहवाक गले प्रवाद हूँ समाज अभिज्ञतार आईना जो जीवन जटिलता व्यंगात्मक रूप में प्रकाश पाए। प्रवाद हूँ कौन समाज अभिज्ञतार आईना जोटा कि जीवन जटिलता जहाँ रही व्यंगात्मक रूप में प्रकाश पाए। अपर पक्ष प्रवचन हूँ जीवन मार्गदर्शक जहाँ मनीष को उचित मार्ग देखाई थाए। परीक्षा रे कौन आसो ना अधिक गुरुत्वपूर्ण रोचे साहित्यिक और सामाजिक मूल्य है। এটা ଥିଲା ତମ ଗୋଟେ ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ୱିଥ୍ ଆନ୍ସର୍। ନେକ୍ସଟ ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ୱିଥ୍ ଆନ୍ସର୍ ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କର। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ବିଲକୁଲ ବି ଭୁଲିବନି। ଓକେ।